ଆଜ୍ଞା ପାର୍ସଲ ଆଜି ମୋର ଏତିକି ଅଛି। ପାଖାପାଖି ଆହୁରି 30ଟା ପାର୍ସଲ ଅଛି। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲ ଥିବେ। ମୁଁ ପୁରା ବଢିଆ, ପୁରା ସୁଲସୁଲିଆ ପବନ ଦଉଛି। ତ ଏବେ ଏଇ ଭିଡିଓ ଟା କରିବାର ମାନେ ଏଇ ଯେ ଆସିଥିଲି ମୁଁ କାବିଲପୁର, ଆମର ଭଗବାନପୁର ଅଡଙ୍ଗା ଫଡଙ୍ଗା ପାର୍ସଲ ଦେଇ ସାରିଲି। କାବିଲପୁରରେ 3ଟା ପାର୍ସଲ ଥିଲା। 2 ଜଣ କଷ୍ଟମର କହିଲେ ଆମେ ଗୋଟେ ଦିନ ପରେ ନବୁ। ଆଉ ଗୋଟେ କଷ୍ଟମର କହିଲେ କଣ କି ଆମେ ପାର୍ସଲ ନବୁନି। କାହିଁକି ନବୁନି କହିଲେ, ତମେ ଓଟିପି ଦିଅ ଆଉ କ୍ୟାନସେଲ କରିଦିଅ। ମୁଁ ସେଇଠି କହିଲି, ମୁଁ କହିଲି ଆଜ୍ଞା ନାଇଁ, ଆପଣ ପାର୍ସଲ ଟା ରଖିଦିଅନ୍ତୁ, କ୍ୟାନସେଲ କରନ୍ତୁନି। କ୍ୟାନସେଲ କଲେ ଆମର ଟିକେ ପରସେଣ୍ଟେଜ ଖରାପ ହବ, ପ୍ରୋବ୍ଲେମ ଟିକେ ହବ। ଆଉ ଆପଣ ମାନେ ତ ଜାଣିଥିବେ ଆଜ୍ଞା, ପାର୍ସଲ ଆମକୁ କେତେ ପଇସା ମିଳେ ଗୋଟେ ପାର୍ସଲରେ। ଏମିତି କିଛି କଥା। କେତେ କଷ୍ଟରେ ଖରା ତରାରେ ଆମେ ଦୌଡିକି ପାର୍ସଲ ଦଉଛୁ। ସେ କଷ୍ଟମର ମତେ ସିଧା କଥା କହିଲେ ତମେ ଓଟିପି ପଠାଅ ଆଉ କ୍ୟାନସେଲ କରିଦିଅ। ଏତେ ଝାମେଲା ଆମର ଦରକାର ନାହିଁ। ମୁଁ ତାଙ୍କୁ ଏତିକି କହିଲି, ମୁଁ କହିଲି ଆଜ୍ଞା ଶୁଣନ୍ତୁ, ଯେ ଝାମେଲା କଣ, ଆପଣ ପାର୍ସଲ ଅର୍ଡର କରିଛନ୍ତି, ଆପଣ ରିସିଭ କରିବେ, ରିଟର୍ନ ମାରିଦେବେ, କିଛି ପ୍ରୋବ୍ଲେମ ନାହିଁ। ନା ଆମେ ଏତେ ଜିନିଷ କରିପାରିବୁନି, ଆଉ ଆପଣଙ୍କୁ କହିଲି କ୍ୟାନସେଲ କରିଦିଅନ୍ତୁ, କରିଦିଅନ୍ତୁ, ଆଉ ଯୁକ୍ତି କରନ୍ତୁନି। ତ ଏଇଆ ମୁଁ କହିବା ପାଇଁ ଚାହେଁ, ଏମିତିଆ କଷ୍ଟମର ମାନଙ୍କୁ ଆଜ୍ଞା କେବେ ହେଲେ ଡେଲିଭରି ବୟ ମାନଙ୍କୁ ହଇରାଣ କରନ୍ତୁନି। କାହିଁକି ନା ଆପଣଙ୍କର ଗୋଟିଏ ପାର୍ସଲ ପାଇଁ ଆମର ଆହୁରି 10ଟା ପାର୍ସଲ ପଛେଇଯିବ। ଆପଣ ସିନା ଟାଇମ ୱେଷ୍ଟ କରିଦେବେ ଆମ ସାଙ୍ଗରେ, କିନ୍ତୁ ଆପଣଙ୍କ ପାଇଁ ଆମେ ହଇରାଣ ହେଇଯିବୁ। ତ ଏତିକି କହିକି ରଖୁଛି। ଦେଖା ହବା ଗୋଟେ ନୂଆ ଭିଡିଓରେ। ଆଉ ଆପଣ ମାନଙ୍କର ମତାମତ ନିହାତି ଭାବରେ ଦେବେ।